ଯେତେବେଳେ ଘରେ କିଛି ସ୍ନାକ୍ସ ବନୁଥାଏ ତା ସହ ଟମାଟୋ ସସ୍ ଟିକେ ଖାଇବାକୁ ଭାରି ପସନ୍ଦ ଆସେ। ଆଉ ବାହାରେ ଯେଉଁ ଟମାଟୋ ସସ୍ ମିଳୁଛି ସେଥିରେ ଟମାଟୋ ତ ନଥିବ, ବହୁତ ସାରା କେମିକାଲ୍ସ ନିହାତି ଥିବ। ଆଜି ଆମେ ଏଇଟା ଘରେ ବନେଇବା। ଜୟ ଜଗନ୍ନାଥ। ସୋନି ଯୋଡ଼ିଆ ରେସିପିକୁ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ଏଇଠି ମୁଁ 2 କେଜିର ଟମାଟୋକୁ ଭଲସେ ଧୋଇକି ନେଇଛି। ଆପଣ ଏମିତି ଗୋଲ ଗୋଲ ଆଉ ଭଲସେ ପାଚିଥିବା ଟମାଟୋକୁ ନେବେ। ଆଉ ଯଦି ବି ଏଇଟା ପାଚି ନଥିବ 2 ଦିନ ଫ୍ରିଜରେ ନ ରଖିକି ବାହାରେ ରଖିଦେଲେ ଆରାମସେ ପାଚିଯିବ। ଏବେ ଆମେ ଟମାଟୋକୁ 4 ଫାଳ କରିକି କାଟି ନେବା। ଏମିତି କାଟିଲେ କ'ଣ ହେବ ନା ଟମାଟୋଟା ଜଲ୍ଦି ସିଝିଯିବ, ବେଶୀ ବଡ଼ କରିକି କାଟିବେନି। ଦେଖନ୍ତୁ ଏବେ ଏସବୁକୁ ଭଲସେ ମୁଁ କାଟି ନେଉଛି। ଏବେ ଟମାଟୋ ଆମର ରେଡ଼ି ହେଇଗଲା। ଏବେ ଆମେ କିଛି ମସଲା ରେଡ଼ି କରିନେବା। ଏଇଠି ମୁଁ 4ଟା ଶୁଖିଲା ଲଙ୍କା, 10-12 କଲା ରସୁଣ ଆଉ 1 ପିଆଜକୁ କାଟିକି ନେଇଛି। ଏ ଲଙ୍କାଟା ରାଗ ନଥିବାରୁ ମୁଁ 4ଟା ଲଙ୍କା ନେଇଛି, କିନ୍ତୁ ଆପଣ ଏଇଠି 1 ଲଙ୍କା ନେବେ, ନହେଲେ ଏଇଟା ରାଗ ହେଇଯିବ। ଏବେ ଆମେ ଗୋଟେ ସୂତା କପଡ଼ା ନେବା ଆଉ ସେଥିରେ କିଛି ଗୋଟା ମସଲା ଦେବା, ଯେମିତିକି 10-12ଟା ଗୋଲମରିଚ, 2-4 ଖଣ୍ଡ ଡାଲଚିନି ଆଉ 2ଟା ଅଳେଇଚକୁ ଏମିତି ମଝିରୁ ଭାଙ୍ଗିକି ଦେବେ। ବହୁତ ବଢ଼ିଆ ବାସ୍ନା ଆସିବ ଏଇଟା। ଆଉ 4-5ଟା ଲବଙ୍ଗ। ଏବେ ଏସବୁକୁ ଆମେ କପଡ଼ାରେ ଭଲସେ ବାନ୍ଧିକି ରଖିଦେବା। ଆମେ ଏଇଟା ସସ୍ ବନେଇଲା ବେଳେ ୟୁଜ୍ କରିବା। ଏଇଟା ଆମେ କପଡ଼ାରେ ଏଥିପାଇଁ ବାନ୍ଧିଲେ ଯେମିତି ଏହାର ବାସ୍ନାଟା ରହିଯିବ, କିନ୍ତୁ ମସଲା ସବୁ ଆମେ ଆରାମସେ କାଢ଼ି ନେବା। ଏବେ ଆମେ କଡ଼େଇରେ ଦେବା କଟା ହେଇଥିବା ଟମାଟୋ। ଗ୍ୟାସ୍ର ଫ୍ଲେମ୍ ହାଇ ରଖିଥିବେ। ଏଥିରେ ଏବେ ପିଆଜ, ରସୁଣ ଆଉ ଶୁଖିଲା ଲଙ୍କାକୁ ବି ଦେଇଦେବା। ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଆଉ ତାପରେ ଆମର ମସଲାକୁ ବି ଦେଇଦେବା, ଯେଉଁଟା ଆମେ କପଡ଼ାରେ ବାନ୍ଧିକି ରଖିଥିଲେ। ଏହାର ବାସ୍ନାଟା ବହୁତ ବଢ଼ିଆ ଫ୍ଲେଭର ଦେବ ଟମାଟୋ ସସ୍କୁ। ଏଇଟା ନିହାତି ପକାଇବେ। ଆଉ ଯଦି ଆପଣ ଖୋଲାରେ ପକାଇଦେବେ ନା, ତାହେଲେ ଆପଣଙ୍କୁ ଗୋଟା ଗୋଟା ବାଛିବାକୁ ଅସୁବିଧା ହେବ, କାହିଁକିନା ଆମକୁ ଏଇଟା ସସ୍ରେ ଦରକାର ନାହିଁ, ବାସ୍ କେବଳ ବାସ୍ନା ଦରକାର। ଟିକେ କଭର କରିଦେବା ୟାକୁ ଆମେ ଟମାଟୋକୁ। 5 ମିନିଟ୍ ପରେ ଦେଖନ୍ତୁ କେତେ ଜଲ୍ଦି ଏଇଟା ସିଝିଗଲା। ପୁରା ନରମ ହେଇଯାଇଛି ଟମାଟୋ। ଦେଖନ୍ତୁ ଏବେ ଆମେ କ'ଣ କରିବା ନା ଗ୍ୟାସ୍ ବନ୍ଦ କରିଦେବା ଆଉ ୟାକୁ ହାଲକା ଟିକେ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଆମେ ଯେଉଁ କପଡ଼ାରେ ମସଲାଟା ବାନ୍ଧିକି ଦେଇଥିଲେ ଏବେ ଆମେ ସେଇଟା ଏଥିରୁ କାଢ଼ିଦେବା। ଏହାର ବାସ୍ନାଟା ଏଥିରେ ପୁରା ପଳେଇ ଆସିଛି। ଆଉ ଏବେ ଏହାର କୌଣସି ଆବଶ୍ୟକତା ନାହିଁ। ଏବେ ଏସବୁକୁ ଆମେ ଗ୍ରାଇଣ୍ଡିଙ୍ଗ ଜାର୍ରେ ଦେଇଦେବା ଆଉ ପୁରା ସ୍ମୁଥଲି ଗ୍ରାଇଣ୍ଡ କରିନେବା। ଆଉ ୟାକୁ ଗ୍ରାଇଣ୍ଡ କଲା ପରେ ବି ଆଉ ଥରେ ୟାକୁ ଭଲସେ ଛାଣିଦେବା, ଯେମିତି ଯାହା ବି ଚୋପା କି ଖଦଡ଼ା ଅଂଶ ଟିକେ ଥିବ ସେସବୁ ବାହାରିଯିବ, ଯେମିତିକି ଆମର ପ୍ୟୁରିଟା ପୁରା ସ୍ମୁଥ୍ ରହିବ। ୟାକୁ ଚାମଚ ସାହାଯ୍ୟରେ ଏମିତି ଟିକେ ହାଲକା ଘାଣ୍ଟି ଦେବେ, ନହେଲେ ଡଙ୍କିରେ ଏମିତି ଟିକେ ପ୍ରେସ୍ କରି ଏମିତି ଘାଣ୍ଟିବେ, ସବୁ ଆରାମସେ ବାହାରିଯିବ। ଏବେ ଦେଖନ୍ତୁ ଆମର ଟମାଟୋ ସସ୍ ପାଇଁ ପ୍ୟୁରି ପୁରାପୁରି ରେଡ଼ି। ଏବେ ଆମେ ନେକ୍ସଟ ପ୍ରୋସେସ୍କୁ ଯିବା। ଟମାଟୋରେ ତ ବହୁତ ପାଣି ଅଂଶ ଥାଏ, ତ ଏଇଠି ଆମେ ପ୍ୟୁରିକୁ ଆଉ ଥରେ ପ୍ୟାନ୍ରେ ଦେବା ଆଉ ହାଇ ଫ୍ଲେମ୍ରେ ତାକୁ ପୁରା ଗାଢ଼ା ହେବା ଯାଏଁ ଭଲସେ ତାକୁ କୁକ୍ କରିବା। ମଝିରେ ମଝିରେ ଏମିତି ଘାଣ୍ଟୁଥିବେ, ନହେଲେ ଏଇଟା ତଳୁ ଲାଗିଯିବ। ଆଉ ଯଦି ଆପଣ ଏମିତି ଟିକେ ଅଧିକ କ୍ୱାଣ୍ଟିଟିର ବନାଉଛନ୍ତି, ମ୍ୟାକ୍ସିମମ୍ ଆପଣଙ୍କୁ 1 ଘଣ୍ଟା ଲାଗିପାରେ। ଏବେ ଦେଖନ୍ତୁ ଟମାଟୋ ସସ୍ଟା ଯେତେବେଳେ ଦେଖିବେ ଟିକେ ଅଧା କ୍ୱାଣ୍ଟିଟିର ହେଇଯିବ ଏମିତି ଫୁଟିକି, ସେଥିରେ ଆମେ ଚିନି ଦେଇଦେବା। ମୁଁ ଏଇଠି 2 କେଜି ଟମାଟୋ ପାଇଁ 250 ଗ୍ରାମର ଚିନି ନେଇଛି। ଆଉ ଯଦି ଆପଣ ଚିନି ସଫିସିଏଣ୍ଟ ନ ଦେବେ ତାହେଲେ ସସ୍ଟା ଖଟାଳିଆ ଲାଗିବ। ତ ଚିନି ଆପଣ 2 କେଜି ଟମାଟୋରେ 250 ଗ୍ରାମ ଚିନି ହିଁ ଦେବେ। ଯଦି ଆପଣ ଟିକେ ଅଧିକ ମିଠା ଖାଆନ୍ତି ତାହେଲେ ଆଉ ଟିକେ ବି ଦେଇପାରିବେ। ଏବେ ଆମେ ଚିନିକୁ ମିକ୍ସ କରିକି 15 ମିନିଟ୍ ଟିକେ କଭର କରିଦେବା, କାହିଁକିନା ଏଇଟା ବହୁତ ଜୋରରେ ଛିଟକା ମାରେ, ତ କେୟାରଫୁଲି ଟିକେ କରିବେ। ଏବେ ଆମର ସସ୍ ରେଡ଼ି ହେଇଗଲାଣି। ଗ୍ୟାସ୍ ଅଫ୍ କରିଦେବା। ଆଉ ଗୋଟେ ପ୍ଲେଟ୍ରେ ଟିକେ ଏମିତି ସସ୍ ନେଇକି ପକେଇକି ଦେଖିବେ ଜମା ବି ଏଇଟା ପାଣି ପରିକା ବୋହିବନି। ପ୍ଲେଟ୍କୁ ଯେତେ ଏପଟ ସେପଟ କରିବେ ତାହେଲେ ଜାଣିବେ ଯେ ସସ୍ ପୁରା ପରଫେକ୍ଟ ହେଇଛି। ଦେଖନ୍ତୁ ବିନା କୌଣସି କେମିକାଲରେ କେତେ ବଢ଼ିଆ କଲର୍ ଆଉ ଟେକ୍ସଚର୍ ଆସିଛି। ଆଉ କ'ଣ ଦରକାର, ଘରେ ବନାନ୍ତୁ ଆଉ ଆରାମସେ ଷ୍ଟୋର୍ କରିକି ରଖିଦିଅନ୍ତୁ। ଆପଣ ଏ ସସ୍ଟା ଥରେ ବନେଇକି 2 ମାସ ଯାଏଁ ତ ଫ୍ରିଜରେ ଷ୍ଟୋର୍ କରିକି ରଖିପାରିବେ। ବାସ୍ ଯେଉଁଥିରେ ରଖିବେ ସେ ଡବାକୁ ପୁରା ସଫା କରିକି ପୋଛି ଦେଇଥିବେ। ଆଉ ବାହାର କିଣା ସସ୍ ଅପେକ୍ଷା ଏଇଟା ବହୁତ ବେଟର୍ ରହିବ ଆପଣଙ୍କ ପାଇଁ।
जदि भिडियोटी भल लगी लाइकटे करदेवे। आगको एमती नुआ नुआ भिडियो देखा चैनल को सब्सक्राइब करने। देखा नेक्स्ट वीडियो रे। रहिली। जय जगन्नाथ।